नमस्कार जय जगन्नाथ टीम से तरफ आपको बहुत बहुत स्वागत। जदि आपण एसबीआई ର ଗ୍ରାହକ ସେବା କେନ୍ଦ୍ରର ପରିଚୟ କରନ୍ତି ତାହେଲେ ଏ ଭିଡିଓଟି ଆପଣମାନଙ୍କ ପାଇଁ। ଆପଣମାନେ ଜାଣିଥିବେ ଆମର ଏସବିଆଇ ମାଧ୍ୟମରେ ସଫ୍ଟୱେର ସିଷ୍ଟମ ଅଛି। ତ ଯଦି ଆପଣ ସଫ୍ଟୱେର କ୍ରିଏସନ କରିସାରିଛନ୍ତି ଏବଂ କାମ କରୁଛନ୍ତି ଏବଂ କିଛି ଦିନ ମଧ୍ୟରେ ସଫ୍ଟୱେର ଗୋଟେ ଭ୍ୟାଲିଡି ଏକ୍ସପାୟାର ହେଇଯାଏ, ତ ସେ ଭ୍ୟାଲିଡି ଏକ୍ସପାୟାରକୁ ଆମେ କିପରି ଭାବରେ ଏକ୍ସଟେଣ୍ଡ କରିବା, ମାନେ ସଫ୍ଟୱେରକୁ ଆମେ ତାଙ୍କ ଭ୍ୟାଲିଡି ଏକ୍ସଟେଣ୍ଡ କିପରି ଭାବେ କରିବା, ବର୍ତ୍ତମାନ ଆଜିର ଭିଡିଓରେ ଆମେ ଦେଖିବା। ପ୍ରଥମେ କ'ଣ କରିବା ନା ଆମେ ପ୍ରଥମେ ଆମର ନିଜର କେଓ ପ୍ରଥମେ ଲଗ୍ଇନ୍ କରିବା। କେଓ ଲଗ୍ଇନ୍ କରିସାରିଲା ପରେ ସେଇ ପ୍ରୋସେସ୍ ମାଧ୍ୟମରେ ଆମେ ସଫ୍ଟୱେର ଭ୍ୟାଲିଡ ଏକ୍ସଟେଣ୍ଡ କରିବା। ତ ଫୁଲ୍ ପ୍ରୋସେସ୍ ବର୍ତ୍ତମାନ ଆରମ୍ଭ କରାଯାଉଛି। ପ୍ରଥମେ ଆମେ ଆମର ଏସବିଆଇ ପୋର୍ଟାଲ ଲିଙ୍କ ଆମେ ପ୍ରଥମେ ଓପନ୍ କରିବା। ଏହିପରି ଭାବରେ ଆପଣ ପ୍ରଥମେ କେଓ ଆଇଡି ଲଗ୍ଇନ୍ କରିବେ। ଲଗ୍ଇନ୍ କରିସାରିଲା ପରେ ଆପଣମାନେ ଦେଖିବାକୁ ପାରୁଥିବେ ବର୍ତ୍ତମାନ ଆପଣଙ୍କ କେଓ ଲଗ୍ଇନ୍ ହେଇଗଲା। ଲଗ୍ଇନ୍ ହେଇସାରିଲା ପରେ ଆପଣଙ୍କ ଏଠି ଲେଖା ହେଇଛି କ୍ଲିକ୍ ହିୟର ଦ ଡାଇରେକ୍ସନ୍, ସେଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କ ନୂତନ ପୋର୍ଟାଲଟି ଓପନ୍ ହେଇଯିବ। ନୂତନ ପୋର୍ଟାଲ ଓପନ୍ ହେଇସାରିଲା ପରେ ଆପଣ ଏହିପରି ଭାବରେ ଆପଣଙ୍କୁ ପୋର୍ଟାଲ ଶୋ କରିବ। ତ ଆପଣ ଲେଫ୍ଟ ସାଇଡ୍ରେ ଯେଉଁ ଅପସନ୍ ସବୁ ଅଛି, ଜଷ୍ଟ ଟିକେ ତଳକୁ ଆସିବେ। ଆସିଲା ପରେ ଲେଖା ହେଇଛି କେଓ ସ୍ଲାକ୍ ସଫ୍ଟୱେର ସର୍ଭିସେସ୍, ଏଠି ଆପଣ ଟିକ୍ କରିବେ। ଏଠି ଆପଣଙ୍କୁ ଦୁଇଟି ଅପସନ୍ ଦେଖନ୍ତୁ ଦେଖେଇବ, ସଫ୍ଟୱେର କ୍ରିଏସନ୍ ଅର୍ ଅପଡେସନ୍ ଆଣ୍ଡ ଆଧାର ସିଡ଼ିଂ ସଫ୍ଟୱେର। ଏଠି ଆପଣ ସଫ୍ଟୱେର କ୍ରିଏସନ୍ ଅର୍ ଅପଡେସନ୍ ଉପରେ କ୍ଲିକ୍ କରିବେ। ଯଦି କ୍ଲିକ୍ କରିବେ ଏଠି ଆପଣଙ୍କୁ ଚାରୋଟି ଅପସନ୍ ଶୋ କରିବ, ସଫ୍ଟୱେର କ୍ରିଏସନ୍, ସଫ୍ଟୱେର ଅପଡେସନ୍, ସଫ୍ଟୱେର ଡିଲିସନ୍ ଆଣ୍ଡ ସଫ୍ଟୱେର ଫିଙ୍ଗରପ୍ରିଣ୍ଟ। ଏଠି ଆପଣ ସଫ୍ଟୱେର ଅପଡେସନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରି ଏଠି ଆପଣ ସବକୁ ଆଇଡି ହିଁ ଏଣ୍ଟର, ଫାଷ୍ଟ ସବକୁ ଆଇଡି ଏଣ୍ଟର କରିବେ। ଏଣ୍ଟର କରିସାରିଲା ପରେ ଏଠି ଦେନ୍ ଆପଣ ଏଠି ତଳେ ଲେଖାଯାଇଛି ପ୍ରସିଡ୍, ଏଠି ଆପଣ ପ୍ରସିଡ୍ ଉପରେ କ୍ଲିକ୍ କରିବେ। ପ୍ରେଜି ପ୍ରୋସେସ୍ ହେଲେ ଆପଣ କ୍ଲିକ୍ କରିବେ। ଏଠି ଆପଣଙ୍କ ସବର ଡିଟେଲ୍ସ ସବୁ ପଳେଇ ଆସିଲା। ଆସିଲା ପରେ କ'ଣ କରିବେ ନା ଏଠି ପ୍ରଥମେ ସବର ଆଧାର ନମ୍ବର ଏଣ୍ଟର କରିବେ। ଦେନ୍ ଏଠି ଆପଣ ସବର ପ୍ୟାନ୍ ନମ୍ବର ଏଣ୍ଟର କରିବେ ପୁନର୍ବାର। ହଁ, ଏହିପରି ଭାବରେ ଆପଣ ସବର ପ୍ୟାନ୍ ନମ୍ବର ଭରିବେ। ପ୍ୟାନ୍ ନମ୍ବର ଭରି ସାରି ଦେଖନ୍ତୁ ତଳେ ଲେଖା ହେଇଛି କ'ଣ ନା ସବକ ଭ୍ୟାଲିଡ ଡିଟେଲ୍ସ। ଏଠି ଆମର କାମ ହେଉଛି କ'ଣ ନା ଦେଖନ୍ତୁ ପ୍ୟାନ୍ ନମ୍ବର ଦେଇ ସାରିଲା ପରେ ଏଠି ଆପଣ ଭେରିଫାଏ ବୋଲି କ୍ଲିକ୍ କରିବେ। ଭେରିଫାଏ କ୍ଲିକ୍ କରିବେ ଅଟୋମେଟିକ୍ ଆପଣଙ୍କ ଏଠି ଗୋଟେ ପପ୍ ଶୋ କରିବ, ପ୍ୟାନ୍ ଭେରିଫିକେସନ୍ ସକ୍ସେସଫୁଲ ହେଇଗଲା। ଦେନ୍ ଆମର ଲେଖା ତଳେ ସବକ ଭ୍ୟାଲିଡ ଡିଟେଲ୍ସ, ଏଠି ଆପଣ ଟିକ୍ କରିବେ। ଆମେ ଭ୍ୟାଲିଡ ଏକ୍ସଟେଣ୍ଡ କରିବା। ଏକ୍ଜାମ୍ପଲ୍ ଆମେ 1 ଇୟର ଭ୍ୟାଲିଡ ଏକ୍ସଟେଣ୍ଡ କରିବା ଚାହୁଁଛେ, କାହିଁକିନା ସବକ ଭ୍ୟାଲିଡ ଅପଡେସନ୍ ଆମେ ପୋର୍ଟାଲ ହିଁ କରିପାରିବା। ତ ଏଠି ଆମେ ସବକ ଭ୍ୟାଲିଡଟାକୁ ମୁଁ ଏଠି 1 ଇୟର ପାଇଁ ବଢ଼େଇଲି। ବଢ଼ି ସାରିଲା ପରେ ଏଠି ଭିଟିସି ଲେଖା ହେଇଛି। ଭିଟିସି ନମ୍ବର ଆମ ପାଖରେ ନାହିଁ, ଏଠି ଆମେ ସର୍ଚ୍ଚ କରିବା। ବା ଆପଣ ଯଦି କିଛି ଚେଞ୍ଜେସ୍ କରିବାକୁ ଚାହୁଁଛନ୍ତି ଆଡ୍ରେସ୍ ଚେଞ୍ଜ କରିପାରିବେ। ଏଠି ଆପଣ ସର୍ଚ୍ଚ ଉପରେ କ୍ଲିକ୍ କରିବେ। କଲା ପରେ ପ୍ରଥମେ ଆପଣଙ୍କର ଷ୍ଟେଟ୍ ଚୁଜ୍ କରିବେ। ଦେନ୍ ଆପଣ ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ଦେନ୍ ସବ୍ ଡିଷ୍ଟ୍ରିକ୍ଟ, ଦେନ୍ ଆପଣଙ୍କର ଭିଲେଜ ଚୁଜ୍ କରିବେ। ଯେ ଚୁଜ୍ କରିସାରିବେ ଏଠି ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। କରିସାରିଲା ପରେ ଅଟୋମେଟିକ୍ ଭିଟିସି ନମ୍ବର ଆସିଗଲା। ଦେନ୍ ଏଠି ଆପଣ କ'ଣ କରିବେ ନା ସିଟି ଚୁଜ୍ କରିବେ। ଯାହା ଆପଣଙ୍କର ଷ୍ଟାର ମାର୍କ ଅଛି ସେ ଷ୍ଟାର ମାର୍କ ଏଠି ଆପଣ ଫିଲ୍ଅପ୍ କରିବେ। ଦେନ୍ ଏଠି ସବକେର ମୋବାଇଲ ନମ୍ବର ଫିଲ୍ଅପ୍ କରିବେ। କରିସାରିଲା ପରେ ଏଠି ଲେଖା ହେଇଛି ଡିଟେଲ୍ସ ଆର୍ କ୍ୟାପଚର ଇନ୍ ପ୍ରେଜେନ୍ସ ଅଫ୍ ଭିସି। ଏଠି ଆପଣ ଟିକ୍ କରିକି ଏଠି ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। ପ୍ରୋସିଡ୍ କ୍ଲିକ୍ କରିବେ ଏଠି ଲେଖା ହେଇଛି ସିଏସପି ଅଥେଣ୍ଟିକେସନ୍। ଏଠି ଆପଣ ପ୍ରଥମେ ନିଜର ଅଥେଣ୍ଟିକେଟ୍ କରିବେ, ମାନେ ସିଏସପି ମାନେ ଆପଣ ନିଜେ କେଓ ମେନ୍ କେଓ। ପ୍ରଥମେ ମେନ୍ କେଓର କ୍ୟାପଚର କରିବେ। ସିଏସପି ଫିଙ୍ଗର ଦେଇ ସାରିଲା ପରେ ଦେନ୍ ଆପଣଙ୍କର ସବକେ ଫିଙ୍ଗର ଦେବେ। ସବକେ ଫିଙ୍ଗର ଦେଇ ସାରିଲା ପରେ ଏହିପରି ଭାବରେ ଆପଣଙ୍କୁ ଗୋଟେ ଅପଡେଟ୍ ସକ୍ସେସଫୁଲି ଭାବେ ମେସେଜ ଆସିବ। ଏହାପରେ କ'ଣ କରିବେ ନା ଆପଣଙ୍କ କନସର୍ନ ବିସିଙ୍କ ସହିତ ଯୋଗାଯୋଗ କରିବେ। ବିସିଙ୍କ ତରଫରୁ ଆପ୍ରୁଭାଲ୍ ହେଲା ପରେ ଆପଣ ସବକେ ପୁନର୍ବାର ଲଗ୍ଇନ୍ କରିକି ବ୍ୟବହାର କରିପାରିବେ। ଏ ଥିଲା ଆଜି ଟପିକ୍। ଆମେ କିପରି ଭାବରେ ସବକେ ଭ୍ୟାଲିଡ ଏକ୍ସଟେଣ୍ଡ କରିବା ବା ଭ୍ୟାଲିଡ ବଢ଼େଇବା ସେ ବିଷୟରେ ଆଜି ଆମେ ଜାଣିଲେ। ଯଦି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଅନ୍ୟମାନଙ୍କୁ ଜଣାଇବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।